ଚାଣକ୍ୟ ନୀତି ଲୋକବାଣୀ। ଆମ ସମାଜରେ ଅନେକ ଲୋକ କଥା ଏବଂ କିମ୍ବଦନ୍ତୀ ପ୍ରଚଳିତ। କେତେକ ଏସବୁକୁ ଅଯୌକ୍ତିକ, କୁସଂସ୍କାର ଏବଂ ଅନ୍ଧବିଶ୍ୱାସର ପ୍ରତୀକ ବୋଲି କହୁଥିଲେ ମଧ୍ୟ ଏସବୁର ଯଥାର୍ଥତା ବହୁ କ୍ଷେତ୍ରରେ ପ୍ରତିପାଦିତ ହୋଇଥାଏ। କଥାରେ କଥାରେ ଗାଁ ଗହଳର ଲୋକେ ଯେଉଁ ଉକ୍ତି ବାଢ଼ି ଉଦାହରଣ ଦେଇଥାନ୍ତି ତାହା ହିଁ ଲୋକକଥା ବା ଲୋକବାଣୀ। ଏଇ ଯେମିତି ଅନ୍ଧ ଆଗରେ ରୋଦନ କରିବା, କାଲ ଆଗରେ ଢୋଲ ବଜାଇବା, ଔଷଧ ଆଗରେ ତାଟିଆ କାମୁଡ଼ିବା, ଚାଲି ନ ଜାଣି ବାଟର ଦୋଷ, ମାନ ନ ମାନ ମୁଁ ତୋର ମେହମାନ ଆଦି ଉକ୍ତିକୁ ଅସ୍ୱୀକାର କରାଯାଇପାରିବ ନାହିଁ। ଆଚାର୍ଯ୍ୟ ଚାଣକ୍ୟ ମଧ୍ୟ ଅନେକ ଲୋକବାଣୀ ମାଧ୍ୟମରେ ସମାଜକୁ ଦିଗ୍ଦର୍ଶନ ଦେଇଛନ୍ତି। ସୁସ୍ଥ ସମାଜ ଗଠନ ପାଇଁ ସେଗୁଡ଼ିକର ପ୍ରାସଙ୍ଗିକତା ଯଥେଷ୍ଟ ରହିଛି। ପାଗଳ ଶିଷ୍ୟକୁ ଉପଦେଶ ଦେବା, ଝିଅ ଓ ସ୍ତ୍ରୀକୁ ପାଳନ ପୋଷଣ କରିବା, ଦୁଃଖୀ ଲୋକ ସହ ବନ୍ଧୁତା ବଢ଼ାଇବା ଏସବୁ ଖୁବ୍ କଷ୍ଟକର। ଏଭଳି ଲୋକେ ଦୁଃଖ ପାଇବା ସହିତ ସମାଜରେ ଏକରା ହୋଇଯାଆନ୍ତି। ସେବା କରିବା ଅବସରରେ ସେବକର ଆନୁଗତ୍ୟ ଜଣାପଡ଼ିଥାଏ। ଦୁଃଖ ସମୟରେ ଜ୍ଞାତିବନ୍ଧୁଙ୍କର ଆନ୍ତରିକତା ଜଣାଯାଇଥାଏ। ବନ୍ଧୁର ବନ୍ଧୁତ୍ୱର ଗଭୀରତା ତା'ର ସହଯୋଗ ଓ ତ୍ୟାଗରୁ ଜଣାପଡ଼ିଥାଏ। ମଣିଷ ନିର୍ଧନ ହୋଇଗଲେ ପତ୍ନୀର ଭଲ ପାଇବା ପରୀକ୍ଷିତ ହୋଇଥାଏ। ଯେଉଁମାନେ ମିଳୁଥିବା ଦ୍ରବ୍ୟକୁ ହତାଦର କରି ଦୁର୍ଲଭ ଦ୍ରବ୍ୟ ପଛରେ ଗୋଡ଼ାନ୍ତି ସେମାନେ କିଛି ତ ପାଆନ୍ତିନି, ବରଂ ପାଇଥିବା ଦ୍ରବ୍ୟକୁ ହରାନ୍ତି। ଲାଳସା ଅନ୍ଧ। ଲାଳସାର ବଶବର୍ତ୍ତୀ ଲୋକ ନିଜକୁ ମଧ୍ୟ ଭୁଲିଯାଏ। ନଦୀ, ନାରୀ, ଶସ୍ତ୍ରଧାରୀ, ନଖ ଥିବା ପ୍ରାଣୀ, ଶିଙ୍ଗ ଥିବା ପଶୁ ଏବଂ ରାଜ ପରିବାରର ଲୋକଙ୍କୁ ବିଶ୍ୱାସ କରିବା ଦୁର୍ଭାଗ୍ୟଜନକ। ନଦୀ କେତେବେଳେ ହେଲେ ମାଡ଼ି ଆସି ଜୀବନ ବିପନ୍ନ କରି ଦେଇପାରେ। ଶସ୍ତ୍ରଧାରୀ ଆକ୍ରମଣ କରିପାରେ। ନଖ ଶିଙ୍ଗ ଥିବା ପ୍ରାଣୀ କ୍ଷତାକ୍ତ କରିପାରନ୍ତି। ନାରୀ ବିନା କାରଣରେ ପୁରୁଷକୁ ବଦନାମ କରିପାରେ। ତା ଚରିତ୍ରରେ କଳଙ୍କର ଦାଗ ଲଗାଇ ଦେଇପାରେ। ରାଜ ପରିବାରର ଲୋକେ କଥା କଥାରେ ଚିଡ଼ ହୁଅନ୍ତି। ସେମାନଙ୍କ ସହିତ ଅଧିକ ମିଶିଲେ ବିପଦର ମୁକାବିଲା କରିବାକୁ ପଡ଼ିପାରେ। ଏମାନଙ୍କ ଠାରୁ ସର୍ବଦା ସାବଧାନ ରହିବା ଆବଶ୍ୟକ। ସ୍ୱାଦିଷ୍ଟ ଖାଦ୍ୟ ଖାଇବା ଓ ହଜମ କରିବାର ଶକ୍ତି, ଅଧିକ ସମୟ ସମ୍ଭୋଗ କରିବାର ଦକ୍ଷତା, ସୁନ୍ଦରୀ ସ୍ତ୍ରୀ ଏବଂ ଦାନ ଦେବାର କ୍ଷମତା ଏସବୁ ସାଧାରଣ କଥା ନୁହେଁ। ଏସବୁ ହାସଲ କରିବା ପାଇଁ କଠିନରୁ କଠିନତର ପରିଶ୍ରମ କରିବାକୁ ପଡ଼ିଥାଏ। ଅନୁଗତ ପୁତ୍ର ହିଁ ପିତାମାତାଙ୍କର ଆଜ୍ଞା ପାଳନ କରେ। ଯିଏ ନିଜ ସନ୍ତାନମାନଙ୍କୁ ଉପଯୁକ୍ତ ଶିକ୍ଷା ଦେଇପାରେ ସେ ଉତ୍ତମ ପିତା ହୋଇପାରେ। ଯିଏ କେବେ ବିଶ୍ୱାସଘାତକତା ନ କରେ ସେ ପ୍ରକୃତ ବନ୍ଧୁ। ସବୁ ପାହାଡ଼ ଭିତରେ ମଣି ନଥାଇପାରେ। ସବୁ ହାତୀଙ୍କ ମସ୍ତକରେ ମୁକ୍ତା ମିଳେ ନାହିଁ। ସବୁ ସ୍ଥାନରେ ଭଲ ମଣିଷ ମିଳନ୍ତି ନାହିଁ। ସବୁ ଗଛ ଚନ୍ଦନ ଗଛ ନୁହନ୍ତି। ଚମକୁଥିବା ସବୁ ଧାତୁ ସୁନା ନୁହେଁ। ଏ ଦୁନିଆଟା ଅପବାଦ, ଅପମାନ, ଅବିଶ୍ୱାସର ଗନ୍ତାଘର। ପ୍ରତ୍ୟେକ ପ୍ରାଣୀ ବୁଝି ବିଚାରି ବିବେକାନୁମୋଦିତ ରାସ୍ତାରେ ଚାଲିବା ଆବଶ୍ୟକ। ଦୁଷ୍ଟ ଖରାପକୁ ଛାଡ଼ି ଭଲକୁ ଆପଣେଇବା ଆବଶ୍ୟକ। ରାଜାଙ୍କୁ ଶୋଭା ଥାଟ ଓଲଟଣ, ବଣିଆକୁ ସାଜେ ବ୍ୟବସାୟ, ଅନ୍ୟ କାମ ସେ କରିପାରେ ନାହିଁ। ଘରକୁ ସୁନ୍ଦର ଘରଣୀ। ଘରଣୀଟି କେବଳ ସୁନ୍ଦରୀ ହେଲେ ଚଳିବ ନାହିଁ। କେବଳ ରୂପକୁ ନେଇ ଗର୍ବ କରାଯାଏ ନାହିଁ। ଗୁଣ ଥିବା ଦରକାର। ଘରଣୀ ଘରକୁ ସଜାଇବା ଠାରୁ ସବୁରି ମନ ନେଇ ଚଳିବା, ସବୁ କାମ ସୁଚାରୁ ରୂପେ କରିବା, ସବୁରି ପ୍ରିୟଭାଜନ ହେବା
ଆବଶ୍ୟକ। ଦକ୍ଷିଣା ପାଇସାରିବା ପରେ ବ୍ରାହ୍ମଣ ଆଉ ପଛକୁ ଫେରି ଚାହେଁ ନାହିଁ। ବିଦ୍ୟା ପ୍ରାପ୍ତି ପରେ ଶିଷ୍ୟ ତା ବାଟରେ ଚାଲିଯାଏ। ଜଙ୍ଗଲରେ ନିଆଁ ଲାଗିଲେ ଜଙ୍ଗଲୀ ପ୍ରାଣୀମାନେ ଜଙ୍ଗଲ ଛାଡ଼ଇ ଚାଲିଯାଆନ୍ତି। ଏ ଦୁନିଆରେ ସମସ୍ତେ ମତଲବୀ, ସ୍ୱାର୍ଥବାଦୀ। ନିଜର ସ୍ୱାର୍ଥ ହାସଲ ପରେ, ମତଲବ ପୂରଣ ହେବା ପରେ ଆଉ ପଚାରନ୍ତି ନାହିଁ। ଜବାବ ଦେଉଥିବା ଚାକରକୁ ପାଖ ପୂରାଇବ ନାହିଁ। ଦୁଷ୍ଟ ଏବଂ ବଦନାମ ବସ୍ତିରେ ରହୁଥିବା ଲୋକଙ୍କ ସହିତ ବନ୍ଧୁତା କରିବ ନାହିଁ। ସେମାନଙ୍କଠାରୁ ଯଥେଷ୍ଟ ଦୂରତା ବଜାୟ ରଖି ଚଳିବ। ପତ୍ନୀ ମୃତ୍ୟୁର ଦୁଃଖ, ନିକଟତମ ବନ୍ଧୁର ଅପମାନ, ମୁଣ୍ଡ ଉପରେ ଥିବା ଋଣ ବୋଝ, ଦୁଷ୍ଟ ରାଜାର ସେବା କରିବା, ଗରିବ ଦୁଃଖୀର ଅବସ୍ଥା, ଏସବୁ ସହିତ ସମ୍ପୃକ୍ତ ଲୋକଟି ନିଜ ଭିତରେ ନିଜେ ଜଳୁଥାଏ ଅହରହ। ତାକୁ ଆଉ ଦଣ୍ଡ ବା ଦୁଃଖ ଦେବା ପାଇଁ ଚିନ୍ତା କରିବା ଦରକାର ନାହିଁ। ନଦୀ ତଟର ବୃକ୍ଷ କେବେ ବି ଉପୁଡ଼ି ପଡ଼ିପାରେ। ଅନ୍ୟ ପୁରୁଷ ସହ ସମ୍ପର୍କ ରଖିଥିବା ପତ୍ନୀ କେବେ ବି ପ୍ରାଣ ନେଇ ଯାଇପାରେ ବା ଛାଡ଼ି ଚାଲିଯାଇପାରେ। ବିନା ମନ୍ତ୍ରୀ ଏବଂ ରାଜପାରିଷଦରେ ରାଜା ଶୋଭା ପାଏ ନାହିଁ। ବ୍ରାହ୍ମଣ କେବଳ ନିଜର ବିଦ୍ୟା ଓ ଜ୍ଞାନ ବଳରେ ପଣ୍ଡିତ ବୋଲି ଖ୍ୟାତ ହୋଇପାରେ। ରାଜା ନିଜର ସୈନିକ ଶକ୍ତି ବଳରେ ବାହାଦୁରୀ ଦେଖାଇପାରେ। ବଣିଆ ନିଜର ବେପାରୀ ବୁଦ୍ଧି ଓ କାରବାର ମାଧ୍ୟମରେ ଧନୀ ହୋଇପାରେ। ଶୂଦ୍ର କେବଳ ସେବା କରିପାରେ। ପ୍ରତ୍ୟେକ ବେଶ୍ୟା ଗରିବ ଗରାଖକୁ ଚାହେଁ ନାହିଁ। ସେ କେବଳ ଧନର ଆଦର କରିଥାଏ, ଧନକୁ ପ୍ରେମ କରିଥାଏ। ଯେଉଁ ରାଜା ଶକ୍ତିଶାଳୀ ନୁହେଁ, ବୀର ନୁହେଁ, ଯିଏ ପ୍ରଜାଙ୍କ ହାନିଲାଭ ବୁଝିପାରେ ନାହିଁ, ସେ ଜନପ୍ରିୟତା ହାସଲ କରିପାରେ ନାହିଁ। ଫଳ ନଥିବା ଗଛକୁ ବସା ବାନ୍ଧିବାକୁ ପକ୍ଷୀମାନେ ଆସନ୍ତି ନାହିଁ। ଅତିଥି ଖାଦ୍ୟ ଗ୍ରହଣ କରିସାରିବା ପରେ ଆପେ ବିଦାୟ ନେଇ ଆସିବା ଉଚିତ। ଏ ସଂସାରରେ ଏପରି କିଏ ଅଛି ଯିଏ ସର୍ବଗୁଣ ସମ୍ପନ୍ନ, ଯାହାର ଏତେ ଟିକେ ବି କ୍ଷୁଣ୍ଣ ନାହିଁ? ଏପରି କିଏ ଅଛି ଯାହାର କିଛି ବି ଦୁଃଖ ନାହିଁ? ସର୍ବଦା କେହି ସୁଖୀ ହୋଇପାରେ ନାହିଁ। ଦିନରାତି ସତ୍ୟ ମିଥ୍ୟା, ଅନ୍ଧାର ଆଲୁଅ ପରି ଦୁଃଖ ସୁଖ ଗତି କରି ଚାଲିଛନ୍ତି। ସୁଖ ଦୁଃଖର ଏବଂ ଦୁଃଖ ସୁଖର ଆବାହକ। ମଣିଷର ଆଚାର ବ୍ୟବହାର ଆଚରଣରୁ ତା'ର ବଂଶ ମର୍ଯ୍ୟାଦା, ଆଭିଜାତ୍ୟ, କୁଳ ପରମ୍ପରା ଜଣାପଡ଼ିଥାଏ। ଯିଏ ଯେମିତି ବ୍ୟବହାର ଦେଖାଏ ସେମିତି ବ୍ୟବହାର ପାଇଥାଏ। ଶରୀରକୁ ଦେଖି ତା'ର ଖାଦ୍ୟ କଳନା କରାଯାଇପାରେ। କଥାବାର୍ତ୍ତାରୁ ଭଦ୍ରତା, ନମ୍ରତାର ପ୍ରମାଣ ମିଳିଥାଏ। ସାପ କେବଳ ଥରେ ଦଂଶନ କରିଥାଏ। ଯେତେବେଳେ ସେ ସୁଯୋଗ ପାଇଯାଏ, ଦୁଷ୍ଟ ବ୍ୟକ୍ତି ସର୍ବଦା ଦଂଶନ କରି ଚାଲିଥାଏ। ଯିଏ ଖରାପ ଲୋକ, ଖରାପ ପରିବେଶରେ ବଢ଼ିଥାଏ, ସେ କେବଳ ଅନ୍ୟର ଖରାପ ହିଁ କରିଥାଏ। ସାପଠାରୁ ଦୁଷ୍ଟ ପ୍ରକୃତିର ଲୋକ ଅଧିକ ବିପଦଜନକ। ରାଜା ଏବଂ ସମ୍ଭ୍ରାନ୍ତ ଲୋକମାନେ ବୁଦ୍ଧିଜୀବୀ, ଜ୍ଞାନୀ ଗୁଣୀ ବିଦ୍ୱାନମାନଙ୍କର ଆଦର କରିଥାନ୍ତି। ସେମାନଙ୍କୁ ଖୋଜି ପାଖରେ ସ୍ଥାନ ଦେଇଥାନ୍ତି। କାରଣ ଜ୍ଞାନୀ ବୁଦ୍ଧିମାନ ଲୋକ ଯେତେ ଦୁଃଖ ବିପଦ ଦୁଃସମୟ ଆସିଲେ ମଧ୍ୟ ସାଙ୍ଗ ଛାଡ଼ି ଚାଲିଯାଆନ୍ତି ନାହିଁ, ବରଂ ଦୁଃଖରୁ ବର୍ତ୍ତିବା ପାଇଁ ଉଦ୍ୟମ କରନ୍ତି, ସୁପରାମର୍ଶ ଦିଅନ୍ତି। ଦୁଶ୍ଚିନ୍ତା ଏକଲାପଣର ଅବସାନ ଘଟାନ୍ତି। ସାଗର ସବୁଠାରୁ ମହାନ, କିନ୍ତୁ ସେ ଅଶାନ୍ତ ହେଲେ, ତା ବକ୍ଷରେ ଝଡ଼ ଉଠିଲେ ସେ ନିଜର ସୀମା ଲଙ୍ଘନ କରି ସବୁକିଛି ନଷ୍ଟଭ୍ରଷ୍ଟ କରିଦେଇପାରେ। ସାଧୁ, ଜ୍ଞାନୀ, ବିଦ୍ୱାନମାନେ ନିଜର ସୀମା ଲଙ୍ଘନ କରନ୍ତି ନାହିଁ। ସର୍ବଦା ନିଜର ମର୍ଯ୍ୟାଦା ବଜାୟ ରଖନ୍ତି। ଏହାର ବ୍ୟତିକ୍ରମ ହେଲେ ଉପହସିତ ହୋଇଥାନ୍ତି। ମଣିଷ ଯେତେ ସୁନ୍ଦର, ସ୍ୱାସ୍ଥ୍ୟବାନ ହୋଇଥାଉ, ଯେତେ ବଡ଼ କୁଳରେ ଜନ୍ମିଥାଉ, ଯେତେ ପ୍ରତିଷ୍ଠିତ ପରିବାରର ସନ୍ତାନ ହୋଇଥାଉ, ସେ ଯଦି ଶିକ୍ଷିତ, ସଭ୍ୟ, ମାର୍ଜିତ ନୁହେଁ, ତେବେ ଗନ୍ଧହୀନ ଫୁଲ ପରି ଶୋଭା ପାଏ ନାହିଁ। ତାକୁ କେହି ଆଦର କରନ୍ତି ନାହିଁ। ଗନ୍ଧହୀନ ଫୁଲରେ
ଭଅଁର ବି ବସେ ନାହିଁ। ମୂର୍ଖ ଅଜ୍ଞାନୀକୁ କେହି ପାଖରେ ପୋଷାନ୍ତି ନାହିଁ, ଭଲ ପାଆନ୍ତି ନାହିଁ। କୋଇଲିର ରଙ୍ଗ କଳା ହୋଇଥିଲେ କ'ଣ ହେଲା? ସେ ତା'ର ମନମୁଗ୍ଧକର ସଙ୍ଗୀତର ଯାଦୁରେ ସମସ୍ତଙ୍କୁ ବଶୀଭୂତ କରିପାରେ। ରୂପ ପାଇଁ ନୁହେଁ, ଗୁଣ ପାଇଁ ଆଦୃତ ହୁଏ। ରୂପବତୀ ନାରୀ ଅପେକ୍ଷା ଗୁଣବତୀ ପତ୍ନୀ ବେଶୀ ଉପକାରୀ। ଯିଏ ନିଜ ସ୍ୱାମୀକୁ ସର୍ବସୁଖ ଦେଇପାରେ, ତା'ର ମନ ଜିତିପାରେ, ସେ ପ୍ରକୃତ ପତିବ୍ରତା। ବଡ଼ ଲୋକଙ୍କର ସୌନ୍ଦର୍ଯ୍ୟ ତାଙ୍କ ରୂପରେ ନୁହେଁ, ଜ୍ଞାନ ଗୁଣରେ ଦେଖାଯାଏ। ଜଣେ ଜ୍ଞାନୀ ପଣ୍ଡିତ ଯେତେ କୁତ୍ସିତ କଦାକାର ହୋଇଥାନ୍ତୁ ପଛକେ ତାଙ୍କୁ ଭଲ ପାଇବା ଉଚିତ, ତାଙ୍କୁ ଆଦର ସତ୍କାର ଦେବା ଆବଶ୍ୟକ। ନିଜ ପରିବାରର ସୁରକ୍ଷା ପାଇଁ ଜଣକୁ ତ୍ୟାଗ କରାଯାଇପାରେ। ଦେଶ ରକ୍ଷା ପାଇଁ ସବୁକିଛି ତ୍ୟାଗ କରି ଦିଆଯାଇପାରେ। ଆତ୍ମରକ୍ଷା ପାଇଁ ନିଜକୁ ଦରକାର ପଡ଼ିଲେ ତ୍ୟାଗ କରିଦେବାକୁ ପଡ଼ିପାରେ। ଏଥିରେ ସଂକୋଚ କରିବାର କିଛି ନାହିଁ। ସୀତା ହରଣ ପଛରେ ତାଙ୍କର ସୌନ୍ଦର୍ଯ୍ୟ, ରାବଣର ଅଭିମାନ, ଗର୍ବ, ଶୂର୍ପଣଖାର ଜିଦ୍ ହିଁ ଦାୟୀ ଅଟେ। ପ୍ରତ୍ୟେକ ନିଜର ସୀମାବଦ୍ଧ ରହିବା ଉଚିତ। ସୀମାର ଲଙ୍ଘନ କରିବା ଅର୍ଥ ବିପଦକୁ ହାତଠାରି ଡାକି ଆଣିବା। ଏଣୁ ସମସ୍ତେ ନିଜର ସୀମାକୁ ଲକ୍ଷ୍ୟ ରଖି ଆଗକୁ ବଢ଼ିବା ଦରକାର। ନିଜ ଶକ୍ତି ବଳରେ ଜଣେ ଅସାଧ୍ୟ ସାଧନ କରିପାରେ, ଏ ପ୍ରକାର ଆତ୍ମବିଶ୍ୱାସ ଜଣକ ପାଖରେ ରହିବା ଉଚିତ ଯେ ଦୁନିଆର କଠିନତମ କାମକୁ ସେ ଚାହିଁଲେ ଅକ୍ଳେଶରେ କରିପାରିବ। ସେ ଖୁବ୍ ବଳୀୟାନ, ତା'ର ଆଉ କେହି ସମକକ୍ଷ ନାହିଁ। ବ୍ୟବସାୟ ପାଇଁ କୌଣସି ସ୍ଥାନ ଦୂର ନୁହେଁ। ଧନ ରୋଜଗାର ପାଇଁ ଜଣେ ଯେତେ ଦୂର ହେଲେ ବି ଯାଇପାରେ। ଏହା କରିବା ପାଇଁ ତାଙ୍କୁ ଖୁସି ଲାଗେ। ବିଦ୍ୱାନଙ୍କ ପାଇଁ ଦୁନିଆର ସବୁ ରାସ୍ତା ଖୋଲା। ମିଷ୍ଟଭାଷୀ ଲୋକଟିଏ ସଦାସୁଖୀ ହୋଇପାରେ। ବିଦ୍ୱାନ ସବୁଠି ଆଦର ପାଏ। ସଚ୍ଚରିତ୍ର ବ୍ୟକ୍ତି ସବୁଠି ଜିତିପାରେ। ଜ୍ଞାନୀ ପାଖରେ ଗର୍ବ ଅହଙ୍କାର ଶୋଭା ପାଏ ନାହିଁ। ଗର୍ଭରେ ରହିବାଠାରୁ ପ୍ରାଣୀର ଭାଗ୍ୟ ନିର୍ଣ୍ଣିତ ହୋଇଯାଇଥାଏ। ତା'ର ଆୟୁ, କର୍ମ, ବିଦ୍ୟା, ଧନ, ମୃତ୍ୟୁ ସମ୍ପର୍କରେ କପାଳରେ ଲେଖା ହୋଇ ଯାଇଥାଏ। ତାକୁ କେହି ଯେତେ ଚେଷ୍ଟା କଲେ ମଧ୍ୟ ବଦଳାଇ ଦେଇପାରେ ନାହିଁ। କପାଳ ଲିଖନ ସେ କରିବ ଆନ। ମାଛ ନିଜ ତତ୍ତ୍ୱାବଧାନରେ, କଇଁଛ ଉପଯୁକ୍ତ ଧ୍ୟାନ ଦେଇ, ପକ୍ଷୀ ସ୍ପର୍ଶ ଦେଇ ନିଜ ଶାବକମାନଙ୍କୁ ପାଳନ କଲା ପରି ଯେଉଁ ଲୋକମାନେ ଜ୍ଞାନୀ ବିଦ୍ୱାନଙ୍କ ଦେଖାଶୁଣାରେ ପରିଚାଳିତ, ସେମାନଙ୍କ ବିଚାରଧାରାରେ ଅନୁପ୍ରାଣିତ, ସେମାନେ ନିଜକୁ ବିପଦରୁ ରକ୍ଷା କରିପାରନ୍ତି। ଶିକ୍ଷା କାମଧେନୁ ଗାଈ ପରି। ଶିକ୍ଷା ପାଇଲେ ବୁଦ୍ଧି ବିକଶିତ ହୋଇଥାଏ। ବିଦ୍ୟା ବିନା ମଣିଷ ପଶୁତୁଲ୍ୟ। ତା'ର ବିଚାର ଶକ୍ତି, ବିବେକ ନଥାଏ। ଶିକ୍ଷା ମଣିଷର ଏକ ଗୁପ୍ତଧନ। ଏହାକୁ ଭାଇ ଭାଗ କରି ନେଇପାରେ ନାହିଁ। ଚୋର ଚୋରି କରିପାରେ ନାହିଁ। କେହି ଜବରଦସ୍ତ ଛଡ଼ାଇ ନେଇପାରେ ନାହିଁ। ବିଦ୍ୟା ମଣିଷର ପ୍ରକୃତ ବନ୍ଧୁ, ଉଚିତ ପରାମର୍ଶଦାତା। କଳେ ବଳେ ଶିକ୍ଷା ଗ୍ରହଣ କରିବା ଆବଶ୍ୟକ। ଶିକ୍ଷା ମଣିଷ ଜୀବନକୁ, ଅନ୍ଧାରକୁ ବିଦୂରିତ କରି ଉଜ୍ଜ୍ୱଳ ଆଲୋକରେ ଭରି ଦେଇପାରେ। ମଇଳା ଲୁଗା ପିନ୍ଧୁଥିବା ଲୋକ, ନୀଚ ଲୋକର ସେବା କରୁଥିବା, ବାସି ଭୋଜନ କରୁଥିବା, ସ୍ୱାମୀ ସହିତ ସଦା ଝଗଡ଼ା କରୁଥିବା ସ୍ତ୍ରୀ, ବିଧବା ନାରୀ, ଏମାନେ ସମସ୍ତେ ମଣିଷ ପାଇଁ ହାନିକାରକ। ଏମାନଙ୍କଠାରୁ ଯେତେ ଦୂରରେ ରହିବା ସେତେ ଭଲ। ଏମାନେ ନିଜେ ତ ଜୀବନରେ କିଛି ଉନ୍ନତି କରିପାରନ୍ତିନି ବା ଅନ୍ୟକୁ ଆଗକୁ ବଢ଼ିବାକୁ ଦିଅନ୍ତି ନାହିଁ। ଏମାନେ ଅନ୍ୟ ପାଇଁ ସର୍ବଦା ଅଶୁଭ। ଏ ସଂସାର ଦୁଃଖର ଆକର। ପ୍ରତ୍ୟେକ ପ୍ରାଣୀର କିଛି ନା କିଛି ଦୁଃଖ ଦୁଶ୍ଚିନ୍ତା ରହିଛି। କେହି ସଦାସୁଖୀ ନୁହେଁ। ଶାନ୍ତି ପାଇଁ ପତ୍ନୀ, ସନ୍ତନା, ସତ୍ସଙ୍ଗର ଶରଣ ନେବା ଦରକାର। କାରଣ ପ୍ରତ୍ୟେକ କ୍ଷେତ୍ରରେ ଏଇମାନେ ଏଇ ମଣିଷର ମନକୁ ନିୟନ୍ତ୍ରଣ କରିଥାନ୍ତି। ରାଜାର ହୁକୁମ ଅମାନ୍ୟ କରିବା ଠିକ୍ ନୁହେଁ। ଏଥିପାଇଁ ରାଜା ଦଣ୍ଡିତ କରିପାରନ୍ତି। ପଣ୍ଡିତ ଯାହା କୁହନ୍ତି ତାହା ଅନ୍ୟମାନେ ଶୁଣି କାର୍ଯ୍ୟରେ ଲଗାଇଲେ ଭଲ। ପଣ୍ଡିତ ଦ୍ୱିତୀୟ ଥର ଆଉ ସେ କଥା କହନ୍ତି ନାହିଁ। କନ୍ୟା ଦାନ କେବଳ ଥରେ କରାଯାଏ।
ଅନ୍ୟ ହାତରେ ଟେକିଦେବା କ୍ଷଣରୁ କନ୍ୟା ପର ହୋଇଯାଏ। ତା ପାଇଁ ସ୍ୱାମୀର ପରିବାର ଆପଣାର ହୋଇଥାଏ। ତପ ଭକ୍ତି ପୂଜା ସାଧନା ଏକା ଏକା କରାଯାଏ। ଏଥିରେ ଅନ୍ୟମାନଙ୍କର ଉପସ୍ଥିତି ବାଧା ଜନ୍ମାଇଥାଏ। ଦୁଇଜଣ ଏକା ସାଥିରେ ପଢ଼ିବା ଦୁହିଁଙ୍କ ପାଇଁ ହିତ। ଦୁହିଁଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉଦ୍ରେକ ହୁଏ। ତିନିଜଣ ମିଶି ଗାଇଲେ ଗୀତ ଅଧିକ ସୁନ୍ଦର ସ୍ୱର ମୂର୍ଚ୍ଛନା ଚଳିପାରେ। ଚାରି ସାଙ୍ଗରେ ଭ୍ରମଣ ସୁଖଦାୟକ। 5 ଜଣ ମିଶି ଚାଷ କଲେ ଅଧିକ ଫସଲ ହୁଏ। 5 ଜଣଙ୍କ ନିଷ୍ପତ୍ତି ଶେଷ ଚୂଡ଼ାନ୍ତ ନିଷ୍ପତ୍ତି ରୂପେ ଗୃହୀତ ହୁଏ। ଅନେକ ଲୋକ ମିଶି ଯୁଦ୍ଧ କଲେ ସେମାନଙ୍କୁ ହରାଇବା ସହଜ ହୋଇପାରେ ନାହିଁ। ଯିଏ ଅତ୍ୟଧିକ ଗର୍ବ କରେ ତାର ସେ ଗର୍ବ ରହେ ନାହିଁ। ଦିନେ ନା ଦିନେ ତା ଗର୍ବ ଭାଙ୍ଗେ, ଅହଙ୍କାର ତୁଟେ। ସେତେବେଳେ ସେ ନିଜ ପାଇଁ ସ୍ଥାନ ଖୋଜି ପାଏ ନାହିଁ। କାରଣ କେହି ତାକୁ ପାଖ ପଶାଇବାକୁ ରାଜି ହୁଅନ୍ତି ନାହିଁ। ବିନା ସନ୍ତାନରେ ଘର ଶୋଭା ପାଏ ନାହିଁ। ନାରୀ ଜନନୀ ହୋଇ ନ ପାରିଲେ ତା ଜୀବନର କିଛି ସାର୍ଥକତା ନଥାଏ। ଯାହାର କେହି ସାଙ୍ଗସାଥୀ ଭାଇ ନଥାନ୍ତି ତାକୁ ଉଦାସ ଭାବେ ଆକ୍ରମଣ କରିଥାଏ। ମୂର୍ଖର ହୃଦୟ ବିବେକ ଜ୍ଞାନ କିଛି ନଥାଏ। ଗରିବ ମଣିଷ ପାଇଁ ସବୁକିଛି ଶୂନ୍ୟ। ଗରିବ ହେବା ଯେପରି ଏକ ଅଭିଶାପ। ସତ୍ ଉପାୟରେ ଧନୀ ହେବା କାଠିକର ପାଠ। ଅନୁଭୂତିହୀନ ମଣିଷ ପାଇଁ ବିଦ୍ୟା ବିଷତୁଲ୍ୟ। ଯେଉଁ ଖାଦ୍ୟ ହଜମ ହୁଏ ନାହିଁ ତାହା ଦେହକୁ ବିଷାକ୍ତ କରେ। ପାଗଳ ଏବଂ ପଶୁ ଉଭୟ ସମାନ। ସେମାନଙ୍କର ବିବେକ ବୋଲି କିଛି ନଥାଏ। ଯେଉଁ ଧର୍ମ ଦୟା କ୍ଷମା ଅହିଂସା ଉପରେ ପ୍ରତିଷ୍ଠିତ ନୁହେଁ, ଯାହା ଅଶାନ୍ତି ଅସ୍ଥିରତା ସୃଷ୍ଟି କରେ ତାହା ଧର୍ମ ନୁହେଁ। ସେଭଳି ଧର୍ମ ଗ୍ରହଣ କରିବା ଅପେକ୍ଷା ନାସ୍ତିକ ହେବା ଭଲ। ଧର୍ମପଥରେ କଣ୍ଟା ଥାଏ ତଥାପି ତାହା ଆଲୋକିତ। ପାପ ପଥ ସର୍ବଦା ସଂକୀର୍ଣ୍ଣ ଓ ଅନ୍ଧକାରମୟ। ଯେଉଁ ସ୍ତ୍ରୀ କଥା କଥାରେ ଝଗଡ଼ା କରେ, ମୁହଁ ଉପରେ ଏକ ଜବାବ ଦିଏ, ସନ୍ତାନର ଲାଳନ ପାଳନ କରେ ନାହିଁ, ସ୍ୱାମୀକୁ ଖାତିର କରେ ନାହିଁ, ସେ ସ୍ତ୍ରୀକୁ ପରିତ୍ୟାଗ କଲେ ଦୁଃଖ ନାହିଁ। ନିଜ ମା ପେଟର ଭାଇ ହୋଇଥାଉ ପଛେ ସେ ଯଦି ମୂର୍ଖ ଅଧର୍ମୀ ତା ପାଖରେ ରହିବା ଉଚିତ ନୁହେଁ। ସେ କେବେ ନା କେବେ ବିପଦର କାରଣ ହୋଇପାରେ। ପୁରୁଷ ଅଧିକ ପରିଶ୍ରମ କଲେ, ସମ୍ଭୋଗ କଲେ, ଘୋଡ଼ାକୁ ବାନ୍ଧିକରି ରଖିଲେ ବାର୍ଦ୍ଧକ୍ୟ ଆସିଯାଏ। ପୋଷାକକୁ ଖରାରେ ଅଧିକ ସମୟ ଶୁଖାଇଲେ ତାର ଉଜ୍ଜ୍ୱଳତା ନଷ୍ଟ ହୋଇଯାଏ। ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ସବୁରି ଗୁରୁ ଅଗ୍ନି।